फाइनाली आज मोर इच्छाटी पूरण ହେଇଛି। ବହୁତ ଦିନ ଧରି ଇଚ୍ଛା ଥିଲା ଯେ ମା ଦନ୍ତେଶ୍ୱରୀକୁ ଦର୍ଶନ କରିବା ପାଇଁ। ଆଜି ମୁଁ ଦନ୍ତେୱାଡ଼ା ସହରର ଦନ୍ତେଶ୍ୱରୀ ମନ୍ଦିରରେ ପହଞ୍ଚି ଯାଇଛି। ଦେଖନ୍ତୁ ପଛପଟେ ମାଙ୍କ ତୋରଣ ଦେଖିପାରୁଥିବେ। এই ମନ୍ଦିରଟି ମୁଖ୍ୟ ରାସ୍ତାରୁ 200 ୟା 150 ମିଟର ଭିତରକୁ ହବ। ଦେଖନ୍ତୁ ରାସ୍ତାଟି ପାଖରେ ହିଁ ଯାଇଛି। ମେନ୍ ରୋଡଟି ଏଇଟା। ଏଇଠୁ ଆପଣ ସିଧା ଭିତରକୁ ଗଲେ ମା ଦନ୍ତେଶ୍ୱରୀକୁ ଦର୍ଶନ କରିପାରିବେ। ଚାଲନ୍ତୁ ମାଙ୍କ ଦର୍ଶନ କରିବା ଓ ମାଙ୍କ ଆଶୀର୍ବାଦ ନେବା। ଆପଣ ଚାହିଁଲେ ଏଇ ରାସ୍ତାରେ ସାଇଡରେ ହିଁ ଭୋଗ ସାମଗ୍ରୀ ମିଳୁଛି। ଏଇଠୁ କିଛି ଭୋଗ ସାମଗ୍ରୀ କିଣି ମାଙ୍କୁ ଭୋଗ ଲଗେଇ ପାରିବେ। ମୁଁ ମଧ୍ୟ ଗୋଟିଏ ଭୋଗ ସାମଗ୍ରୀ ସେଟ୍ କିଣି ନେଇଛି। ଦେଖନ୍ତୁ ଏଠି। ଦେଖନ୍ତୁ ଏହା ହଉଛି ମାଙ୍କ ମୁଖ୍ୟ ଦ୍ୱାର। ଏଇ ରାସ୍ତା ଦେଇ ଆଗକୁ ଗଲେ ମନ୍ଦିର ସାମ୍ନାରେ ହିଁ ପଡିବ। ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଦୁଇ ସାଇଡରେ ଗଛ ଲଗା ହେଇଛି। ଦେଖନ୍ତୁ ମନ୍ଦିରଟି ବହୁତ ସୁନ୍ଦର ଦେଖାଯାଉଛି। ସେଠି ମାଙ୍କ ଭୋଗ ମଧ୍ୟ ବିକ୍ରି ହଉଛି। ଦେଖନ୍ତୁ ମାଙ୍କ ମନ୍ଦିରଟି ଦୃଶ୍ୟ ହେଲାଣି। ଚାଲନ୍ତୁ ମାଙ୍କ ଦର୍ଶନ କରିବା। ଏଠି ଦେଖନ୍ତୁ ମାଙ୍କ ମନ୍ଦିର ସମ୍ମୁଖରେ ଗରୁଡ ଖମ୍ବ ଅଛି। ଗରୁଡ ଖମ୍ବକୁ ପଛପଟେ ଧରି ପ୍ରଣାମ କରି ଭିତରକୁ ଯିବାକୁ ହୋଇଥାଏ। ମୁଁ ମଧ୍ୟ ଏଠି ଗରୁଡ ଖମ୍ବକୁ ପଛପଟେ ଧରି ମାଙ୍କୁ ପ୍ରଣାମ କଲି ଓ ଆଗକୁ ଯିବି। ଦେଖନ୍ତୁ ମନ୍ଦିର ଭିତର ଦୃଶ୍ୟ କିଛି ଏପରି ଦେଖାଯାଉଛି। ମନ୍ଦିରଟି ବହୁ ପୁରାତନ ରାଜା ରାଜୁଡା ଅମଳର ମନ୍ଦିର। ଦେଖନ୍ତୁ କାଠରେ ଓ ପଥରରେ ନିର୍ମିତ ହୋଇଛି। ମନ୍ଦିରଟି ବହୁତ ସୌନ୍ଦର୍ଯ୍ୟ ଦେଖାଯାଉଛି। ବହୁ ପୁରାତନ 850 ବର୍ଷ ପୁରୁଣା ମନ୍ଦିର ଶୁଣିବାକୁ ପାଇଲି। ମାଙ୍କ ପାର୍ଶ୍ୱଦେବୀ ହିସାବରେ ପୂଜା ପାଉଛନ୍ତି ଗଣେଶ, ଶିବ, ଶୀତଳା ଠାକୁରାଣୀ ଓ ଭୈରବ। ଏହି ପୀଠକୁ ଆପଣମାନେ ଯୋଗିନୀ ପୀଠ ମଧ୍ୟ କହିପାରିବେ, କାରଣ ମା ଯୋଗିନୀଙ୍କର ଇଷ୍ଟଦେବୀ ହେଉଛନ୍ତି ଦନ୍ତେଶ୍ୱରୀ। ମାଙ୍କୁ ସଦା ସର୍ବଦା ଦୁଇ ଯୋଗିନୀ ଜଗିକି ରହିଥାନ୍ତି ଗର୍ଭଗୃହ ସମ୍ମୁଖରେ। ଦେଖନ୍ତୁ ତାଙ୍କ ଦୁହିଁଙ୍କ ନାମ ହଉଛି ଶଙ୍କିନୀ ଓ ଡଙ୍କିନୀ। ମାଙ୍କ ସଦା ସର୍ବଦା ସୁରକ୍ଷା ନିମନ୍ତେ ଗର୍ଭଗୃହ ସମ୍ମୁଖରେ ଜଗିକି ରହିଥାନ୍ତି। ମା ଏହି ପୀଠରେ ଷଡ଼ଭୁଜା ରୂପରେ ଭକ୍ତଙ୍କୁ ଦର୍ଶନ ଦଉଛନ୍ତି। ଦେଖନ୍ତୁ ଏହା ହଉଛି ମୁଖ୍ୟ ମନ୍ଦିରର ବାହାରର ଦୃଶ୍ୟ। 51 ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମା ଦନ୍ତେଶ୍ୱରୀ। ସତୀଙ୍କ ଦାନ୍ତ ପଡିଥିବା ହେତୁ ଏହାର ନାମକରଣ କରାଯାଇ ରଖାଯାଇଛି ଦନ୍ତେଶ୍ୱରୀ। ଏହି ସହରର ନାମ ମଧ୍ୟ ରଖାଯାଇଛି ଦନ୍ତେୱାଡ଼ା। ରାଜାଙ୍କ ଇଷ୍ଟଦେବୀ ହେଉଛନ୍ତି ମା ଦନ୍ତେଶ୍ୱରୀ। ଚାଲନ୍ତୁ ଆମର ଯୋଉ ଭୋଗ କରିଥିଲେ ନଡିଆଟି ଆଣିବା। ଏଠି ସେଇ ଭୋଗ ନଡିଆଟି ମିଳିଥାଏ। ମାଙ୍କ ମନ୍ଦିରକୁ ଲାଗି ଦୁଇ ନଦୀ ବହି ଯାଇଛି। ଦୁଇ ନଦୀର ମିଳନ ସ୍ଥଳ ହଉଛି ଏଠି। ଏହି ଦୁଇ ନଦୀକୁ ଶଙ୍ଖିନୀ ଓ ଡଙ୍କିନୀ ଦୁଇ ଯୋଗିନୀ ନାମରେ ନାମିତ କରାଯାଇଛି। ଏହି ନଦୀ ପାର ହୋଇ ଆଗକୁ ଗଲେ ବାବା ଭୈରବନାଥଙ୍କ ମନ୍ଦିର ପଡିବ। ଚାଲନ୍ତୁ ବାବା ଭୈରବନାଥଙ୍କୁ ଦର୍ଶନ କରିବା। ବାବା ଭୈରବନାଥଙ୍କ ମନ୍ଦିର ସାଇଡରେ ଏକ ଭାଗ୍ୟଶିଳା ନାମର ଏକ ପଥର ଅଛି, ଯାହାକୁ ଗୋଟିଏ ହାତରେ ଉଠେଇ ନିଜର ଭାଗ୍ୟ ପରୀକ୍ଷା କରିଥାନ୍ତି ଓ ମନସ୍କାମନା ମାଗିଥାନ୍ତି। ମୁଁ ମଧ୍ୟ ଚେଷ୍ଟା କଲି, କିନ୍ତୁ ଦୀପ ଦେବା ସମୟରେ ମୋ ହାତରେ ଘିଅ ଲାଗି ଯାଇଥିବା ହେତୁ ପଥରଟି ଉଠିବାକୁ ଚେଷ୍ଟା କଲି, କିନ୍ତୁ ଖସି ଯାଉଥିଲା। ବହୁ ଚେଷ୍ଟା ପରେ ଅଳ୍ପ ଟିକିଏ ଉପରକୁ ଉଠିଥିଲା ଓ ଖସି ଯାଇଥିଲା।